ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟରେ ଯେଉଁ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ବା ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ବର୍ତ୍ତମାନ ଏପ୍ରିଲ ଏବଂ ମେ ମାସରେ ଯେଉଁ ହିତାଧିକାରୀମାନେ ଭତ୍ତା ପାଇଁ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ବହୁତ ଜଣଙ୍କର ଯାହାକି ଏପ୍ରୁଭାଲ ହେଇଛି ଏବଂ ନୂଆ ଲିଷ୍ଟ ମଧ୍ୟ ଆସିସାରିଛି। ଆପଣମାନେ ସମସ୍ତେ ଜାଣିଥିବେ ଗତ ମାସ ଏବଂ ଏହି ମାସ ଯେଉଁଟାକି ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଯେଉଁମାନଙ୍କୁ ଟଙ୍କା ମିଳୁଥିଲା ସେମାନଙ୍କର ଟଙ୍କା ଯାହାକି ବ୍ୟାଙ୍କ ଆକାଉଣ୍ଟକୁ ଆସିନାହିଁ। ଏ ବିଷୟରେ ଆମେ ପୂର୍ବରୁ ମଧ୍ୟ ଅପଡେଟ୍ ଦେଇଛୁ, କିନ୍ତୁ ଏହାରି ଭିତରେ ଗୋଟେ ବହୁତ ବଡ଼ ଖୁସିର ଖବର ଅଛି। ବିଶେଷ କରି ଯେଉଁମାନେ ବିକଳାଙ୍ଗ ଭତ୍ତା ବା ହ୍ୟାଣ୍ଡିକ୍ୟାପ୍ଟ ଭତ୍ତା ପାଇଁ ଆବେଦନ କରିଥିଲେ ଏବଂ ଯେଉଁ ମା ମାନେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କର ବର୍ତ୍ତମାନ ଯାଇକି ଏପ୍ରୁଭାଲ ହେଇଛି ଏବଂ ଏପ୍ରିଲ ମାସ ଏବଂ ମେ ମାସର 2 ମାସର ଟଙ୍କା ବର୍ତ୍ତମାନ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। ତେଣୁ ଆପଣମାନଙ୍କର ଯେଉଁମାନେ ଭତ୍ତା ପାଇଁ ଆବେଦନ କରିଥିଲେ ସେମାନେ କେମିତି ନିଜର ଲିଷ୍ଟ ଚେକ୍ କରିବେ ଏବଂ କେଉଁମାନଙ୍କର ଏପ୍ରୁଭ୍ ହେଲା, ଆପଣମାନଙ୍କର ଏରିଆରେ ବର୍ତ୍ତମାନ କେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ତାର ପୁରା ଲିଷ୍ଟ ଯଦି ଚେକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। କାରଣ ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ଅଧୀନରେ ଯେଉଁମାନଙ୍କୁ ଭତ୍ତା ମିଳୁଛି ବା ମଧୁବାବୁ ପେନସନ ଯୋଜନାରେ ଯେଉଁମାନେ ଭତ୍ତା ଟଙ୍କା ପାଉଛନ୍ତି ସେମାନଙ୍କ ସମସ୍ତ ଲିଷ୍ଟ ଆପଣମାନେ କେମିତି ମୋବାଇଲରେ ଚେକ୍ କରିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ସର୍ବପ୍ରଥମେ ଦେଖନ୍ତୁ ଯେଉଁ ଲିଷ୍ଟଟି ବର୍ତ୍ତମାନ ଆସିଛି ଏଇଟା ଆପଣମାନଙ୍କର ଏପ୍ରିଲ ମାସରେ ଯେଉଁମାନଙ୍କର ଏପ୍ରୁଭାଲ ହେଇଛି ଏବଂ ଯେଉଁମାନଙ୍କୁ ମେ ମାସରେ ବର୍ତ୍ତମାନ ଟଙ୍କା ମିଳିବ ସେମାନଙ୍କ ଲିଷ୍ଟ ବର୍ତ୍ତମାନ ଆପଣମାନେ ନିଜ ମୋବାଇଲରେ ଚେକ୍ କରିପାରିବେ। ତ ତା ପୂର୍ବରୁ ଆପଣମାନଙ୍କୁ ମୁଁ ଅପଡେଟ୍ ମଧ୍ୟ ଦେଖାଇ ଦେବା ପାଇଁ ଚାହେଁ, ଯେଉଁଟାକି ଏଠି ଆପଣମାନେ ଦେଖିପାରୁଥିବେ ଏସ୍ଏସ୍ସି ପିଡି ଆମର ଯେଉଁ ଓଡ଼ିଶାର ରହିଛି ଭତ୍ତା ପ୍ରଦାନ କରୁଥିବା ଯେଉଁ ଅଫିସିଆଲ ୱେବସାଇଟ୍ରେ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ପୋଷ୍ଟ ମଧ୍ୟ କରାଯାଇଛି ଯେଉଁଟାକି କଳାହାଣ୍ଡି ଜିଲ୍ଲା ଗୁଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଡବ୍ଲ୍ୟୁଇ ଅଞ୍ଚଳର ଯେଉଁଟାକି ଗ୍ରାମଗୁଡ଼ିକରେ ଏକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯେଉଁଟାକି ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ସେମାନଙ୍କର ପ୍ରଥମ ସରକାରୀ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ଦେଖିପାରୁଥିବେ ଆପଣମାନଙ୍କୁ ମୁଁ ମଧ୍ୟ ପ୍ରଥମେ ଅପଡେଟ୍ ଦେଇଦେଲି ଯେ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କୁ ଯାହାକି ଭତ୍ତା ଟଙ୍କା ବର୍ତ୍ତମାନ ପ୍ରଦାନ କରାଯାଉଛି। ତେଣୁ ଯେଉଁ ଭତ୍ତା ଟଙ୍କା ଆସୁଛି ଆପଣମାନେ ଦୀର୍ଘ ଦିନ ଧରି ମଧ୍ୟ ଆବେଦନ କରିଥିବେ। ତ ଆବେଦନ କରିଥିଲେ ସର୍ବପ୍ରଥମେ ଆପଣମାନେ ନିଜ ନିଜର ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ। ତ ଷ୍ଟାଟସ୍ ଚେକ୍ କରିବା ପାଇଁ ହେଲେ ଆପଣମାନେ sscpd.odisha.gov.in ଅଫିସିଆଲ ୱେବସାଇଟକୁ ଯାଇ ଏଠି ଦେଖନ୍ତୁ ରହିଛି ପେନସନ ସ୍କିମ୍। ତ ସେଇ ପେନସନ ସ୍କିମ୍ ଅପସନରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ରହିଛି ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ୍। ତ ସେଇ ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ୍ରେ ଏଠି ଆପଣମାନଙ୍କର ଗୋଟେ ରହିଛି ସୋସିଆଲ ସିକ୍ୟୁରିଟି ପେନସନ ସ୍କିମ୍, ସେଇ ଅପସନରେ ଆପଣମାନେ କ୍ଲିକ୍ କରିବେ। ନହେଲେ ଯଦି ଆପଣମାନେ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଆବେଦନ କରୁଛନ୍ତି ତାହେଲେ ନ୍ୟାସନାଲ ସୋସିଆଲ ଆସିଷ୍ଟାଣ୍ଟ ପ୍ରୋଗ୍ରାମରେ କ୍ଲିକ୍ କରିବେ। ତ ମଧୁବାବୁ ପେନସନ ଯୋଜନାରେ ଯେଉଁମାନେ ଆବେଦନ କରିଥିଲେ ସେମାନେ ଏଠି ନିଜର ଆଧାର ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେଇ ନିଜ ନିଜର ଷ୍ଟାଟସ୍ ଚେକ୍ କରିପାରିବେ। ତ ଏହା ଉପରେ ମଧ୍ୟ ବହୁ ଜଣଙ୍କର କମେଣ୍ଟ ରହିବ ଯେ ଆମେ ଦୀର୍ଘ ଦିନ ଧରି ଆବେଦନ କରିଛୁ କିନ୍ତୁ ଆମର ଏପ୍ରୁଭାଲ ହେଇନାହିଁ। ତ ଦେଖନ୍ତୁ ଏପ୍ରୁଭାଲ ହବା ନବା ସେଟା ଆପଣମାନଙ୍କର ଡିପାର୍ଟମେଣ୍ଟ ଉପରେ ଡିପେଣ୍ଡ କରେ, କିନ୍ତୁ ଯେଉଁମାନଙ୍କର ଏପ୍ରୁଭାଲ ହେଇଛି ବା ଟାର୍ଗେଟ ବେସିସ୍ରେ ଯେଉଁ ଯେଉଁ ଏରିଆରେ ଆପଣମାନଙ୍କର ଭତ୍ତାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ତାଙ୍କର ଲିଷ୍ଟ ଆପଣମାନେ କେମିତି ଚେକ୍ କରିବେ। ତା ପାଇଁ ଦେଖନ୍ତୁ ଆପଣମାନେ ନିଜର ମୋବାଇଲରେ ଯେକୌଣସି ବ୍ରାଉଜରରେ ସର୍ଚ୍ଚ କରିବେ ଏନ୍ଏସ୍ଏପି। ମନେ ରଖନ୍ତୁ ଏନ୍ଏସ୍ଏପି ଆପଣମାନେ ସର୍ଚ୍ଚ କରିବେ। କେବଳ ଏନ୍ଏସ୍ଏପି ଆପଣମାନେ ସର୍ଚ୍ଚ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ପ୍ରଥମ ଯେଉଁ ଅପସନ୍ ଆସିବ ନ୍ୟାସନାଲ ସୋସିଆଲ ଆସିଷ୍ଟାଣ୍ଟ ପ୍ରୋଗ୍ରାମ, ତ ସେଇ ଅପସନରେ କ୍ଲିକ୍ କରିଦେବେ। ତ ଯେତେବେଳେ ସେଇ ଅପସନରେ ଆପଣମାନେ କ୍ଲିକ୍ କରୁଛନ୍ତି ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ଯେଉଁଟାକି ଏଠି ଆପଣମାନଙ୍କର ପୋର୍ଟାଲଟି ଓପନ୍ ହେଇଯିବ। ପୋର୍ଟାଲ ଓପନ୍ ହେଲା ପରେ ଏଠି ଆପଣମାନଙ୍କର ଗୋଟେ ଅପସନ୍ ରହିଛି ଦେଖନ୍ତୁ ରିପୋର୍ଟସ୍। ତ ସେଇ ରିପୋର୍ଟ ଅପସନରେ କ୍ଲିକ୍ କରିବେ। ଦେଖନ୍ତୁ ମୁଁ ଆପଣମାନଙ୍କୁ ଡିଟେଲ୍ସ ମଧ୍ୟ ଦେଖେଇବି ଯେ ଆପଣମାନେ ଭାବୁଥିବେ ଏଠି ପୁରୁଣା ଲିଷ୍ଟ, କିନ୍ତୁ ନୂଆ ଲିଷ୍ଟ ମଧ୍ୟ ମୁଁ ଆପଣମାନଙ୍କୁ ଏଠାରେ ଦେଖେଇବି। ଆପଣମାନେ ଶେଷ ଯାଏ ଦେଖନ୍ତୁ କେମିତି ଆପଣମାନେ ନିଜ ଏରିଆର ଲିଷ୍ଟ ଚେକ୍ କରିପାରିବେ। ତାପରେ ଦେଖନ୍ତୁ ଷ୍ଟେଟ୍ ଡ୍ୟାସବୋର୍ଡ ରହିଛି, ତ ଷ୍ଟେଟ୍ ଡ୍ୟାସବୋର୍ଡ ଅପସନରେ ଆପଣମାନେ କ୍ଲିକ୍ କରିବେ। ତ ଷ୍ଟେଟ୍ ଡ୍ୟାସବୋର୍ଡ ଅପସନରେ ଯେତେବେଳେ କ୍ଲିକ୍ କରୁଛନ୍ତି ତା ପୂର୍ବରୁ ମନେ ରଖନ୍ତୁ ଏଠି ଆପଣମାନଙ୍କର ବିଭିନ୍ନ ପ୍ରକାର ସ୍କିମ୍ ରହିଛି, ଯେମିତିକି ମଧୁବାବୁ ପେନସନ ଯୋଜନାରେ ଆପଣମାନଙ୍କର ଓଲ୍ଡ ଏଜ୍ ପେନସନ, ଡିସେବିଲିଟି ପର୍ସନ ମାନଙ୍କର ବା ଯେଉଁଟାକୁ ଆମେ ବିକଳାଙ୍ଗ ଭତ୍ତା ବୋଲି କହୁଛୁ, ତା ସହିତ ୱିଡୋଡ ଫ୍ୟାମିଲିରୁ ଯେଉଁମାନେ ୱିଡୋଡ ରହିଛନ୍ତି ବା ବିଧବା ମା ମାନେ ରହିଛନ୍ତି ତାଙ୍କର ସ୍କିମ୍ ମଧ୍ୟ ଡିଟେଲ୍ସ ରହିଛି। ତା ପାଇଁ ଏଠି ଆପଣମାନେ ଦେଖିବେ ପ୍ରଥମେ ରହିଛି ଆଇଜିଏନ୍ଓ ଏପିଏସ୍ ଅର୍ଥାତ୍ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓଲ୍ଡ ଏଜ୍ ପେନସନ ସ୍କିମ୍।
ତାପରେ ଏଠି ରହିଛି IGNDPS, ଏଟା ରହିଛି ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଡିସେବିଲିଟି ପର୍ସନ ଯେଉଁମାନେ ରହିଛନ୍ତି ପେନସନ ସ୍କିମ୍ ସବୁ ରହିଛି ୱିଡୋଡ୍। ଏମିତିକି ଆପଣମାନଙ୍କର ମଧୁବାବୁ ପେନସନ ଯୋଜନାରେ ଯେଉଁମାନେ ଓଲ୍ଡ ଏଜ୍ ପେନସନ ପାଉଛନ୍ତି ତାଙ୍କର ଲିଷ୍ଟ ଦେଖନ୍ତୁ ଆପଣମାନେ ଚେକ୍ କରିବା ପାଇଁ ଚାହୁଁଥିଲେ ଏଇ ଯେଉଁ ଅପସନଟି ରହିଛି MBPOAP ମନେ ରଖନ୍ତୁ ମଧୁବାବୁ ଓଲ୍ଡ ଏଜ୍ ପେନସନ ଯୋଉଟାକି ରହିଛି ସେଠି କ୍ଲିକ୍ କରିବେ। ତାପରେ ଏରିଆ ଆପଣମାନେ ଦେବେ ରୁରାଲ ଏରିଆ ଦେଇ ସାରିଲା ପରେ ଏଠି ଆପଣମାନଙ୍କର ଯେଉଁ କ୍ୟାପଚା କୋଡ୍ ରହିଛି ତ ସେଇ କ୍ୟାପଚା କୋଡ୍ ଏଠି ମୁଁ ଆପଣମାନଙ୍କର ଏଣ୍ଟର କରିନେଉଛି। ତ କ୍ୟାପଚା କୋଡ୍ ଦେଇ ସାରିଲା ପରେ ଦେଖନ୍ତୁ ଆପଣମାନେ ତଳକୁ ସ୍କ୍ରଲ୍ କରିବେ। ତଳକୁ ସ୍କ୍ରଲ୍ କଲା ପରେ ଏଠି ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଯୋଉଟାକି ଶୋ କରିବ ତା ଭିତରେ ଆପଣମାନେ ନିଜ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିନେବେ। ତ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ମୁଁ ଏଠି ଆପଣମାନଙ୍କୁ ଗୋଟେ ଦେଖଉଛି ଯୋଉଟାକି ଆମ ସବସ୍କ୍ରାଇବର ଜଣେ ପଠେଇଥିଲେ ତାଙ୍କ ଏରିଆରେ ମୁଁ ଦେଖଉଛି। ତ ଆପଣମାନେ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେବେ। ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ଦେଖନ୍ତୁ ଆପଣମାନଙ୍କର ଟିକେ ଲୋଡିଂ ହବ। ପୁଣି ଥରେ ଆପଣମାନେ ତଳକୁ ସ୍କ୍ରଲ୍ କରିବେ। ତଳକୁ ସ୍କ୍ରଲ୍ କଲା ପରେ ଏଠି ଆପଣମାନଙ୍କର ଯୋଉଟାକି ବ୍ଲକ ଶୋ କରିବ। ତେଣୁ ଏଠି ମୁଁ ଆପଣମାନଙ୍କର ବ୍ଲକ ଗୋଟେ କ୍ଲିକ୍ କରିନେଉଛି। ତେଣୁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ମଧ୍ୟ ଦେଖେଇବି ଯେ ଆକ୍ଚୁଆଲି ଟଙ୍କା ଆପଣମାନଙ୍କର ନୂଆ ଲିଷ୍ଟରେ ନା ଏଡ୍ ହେଇଛି କି ନାହିଁ। ତାପରେ ଦେଖନ୍ତୁ ଏଠି ଆପଣମାନେ କଲେ ତାପରେ ନିଜ ନିଜର ଆପଣମାନଙ୍କର ବ୍ଲକ ସିଲେକ୍ଟ କରିବେ। ତ ବ୍ଲକ ସିଲେକ୍ଟ କରିସାରିଲା ପରେ ତାପରେ ଆପଣମାନେ ନିଜ ନିଜର ଯୋଉଟାକି ବ୍ଲକ ରହିଛି ବ୍ଲକ ସିଲେକ୍ଟ କରିବେ। ବ୍ଲକ ପରେ ଜିପି ସିଲେକ୍ଟ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଲିଷ୍ଟ ଆସିଯିବ। ତ ଯେଉଁ ଲିଷ୍ଟ ଆସିଛି ଏଇ ଲିଷ୍ଟରେ ଆପଣମାନେ ନିଜ ନିଜର ନାମ ଯଦି ସର୍ଚ୍ଚ କରିବା ପାଇଁ ଚାହୁଁଛନ୍ତି ତାହେଲେ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ଥ୍ରୀ ଡଟ୍ ଅପସନ୍ ଅଛି। ତ ସେଇ ଥ୍ରୀ ଡଟ୍ ଅପସନ୍ରେ କ୍ଲିକ୍ କରିବେ। ତ ଦେଖନ୍ତୁ ତ ସେଇ ଥ୍ରୀ ଡଟ୍ ଅପସନ୍ରେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ସ୍କ୍ରଲ୍ କଲା ପରେ ଦେଖନ୍ତୁ ଫାଇଣ୍ଡ ପେଜ୍ ଲେଖା ହେଇଛି। ତ ଫାଇଣ୍ଡ ପେଜ୍ରେ ମୁଁ ଏଠି ଆପଣମାନଙ୍କୁ ଦେଖଉଛି ଯୋଉଟାକି ଆମର ସବସ୍କ୍ରାଇବର ଜଣେ ପଠେଇଥିଲେ ତାଙ୍କର ଡିଟେଲ୍ସ ମୁଁ ଆପଣମାନଙ୍କୁ ଦେଖଉଛି ଏବଂ ପ୍ରୁଫ୍ ମଧ୍ୟ ଦେଖେଇବି ଯେ ଏଇଟା ନୂଆ କେମିତି। ତ ଏଠି ଆପଣମାନେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଯୋଉଟାକି ଡିଟେଲ୍ସ ଆସିଯିବ ସେଇ ହିତାଧିକାରୀଙ୍କର ଡିଟେଲ୍ସ ଯେତେବେଳେ ଆପଣମାନେ ଚେକ୍ କରୁଛନ୍ତି ଦେଖନ୍ତୁ ଏଠି କ'ଣ ଦେଖଉଛି ଲାଷ୍ଟ ପେନସନ ମନ୍ଥ କେବେ ଦେଖଉଛି ଏପ୍ରିଲ 2026। ତ ଆପଣମାନେ ଭାବୁଥିବେ ଯେଉଁ ଏପ୍ରିଲ 2026 ଲେଖା ହେଇଛି ତ ଏଇଟା ଆପଣମାନଙ୍କର ନୂଆ କି ପୁରୁଣା ଆପଣମାନେ କେମିତି ଜାଣିବେ। ତା ପୂର୍ବରୁ ଏଠି ମଧ୍ୟ ଦେଖନ୍ତୁ ଏଠି ଲେଖା ହେଇଛି ମଧୁବାବୁ ପେନସନ ଓଲ୍ଡ ଏଜ୍ ପେନସନ ଯୋଉଟାକି ରହିଛି। ତ ଏଠି ଆପଣମାନେ କନଫ୍ୟୁଜନ ରହିବେ ଯେ ଏଇଟା ଆମର ନୂଆ ବୋଲି ଆମେ କେମିତି ଜାଣିବା। ତା ପାଇଁ ମଧ୍ୟ ମୁଁ ଆଉ ଗୋଟେ ଦେଖାଉଛନ୍ତି ଦେଖନ୍ତୁ ଏଠି ଆଉ ଜଣେ ହିତାଧିକାରୀଙ୍କ ରହିଛି ଯୋଉଟାକି ଏଠି ଆପଣମାନଙ୍କର ମୁଁ କ୍ଲିକ୍ କରିଦେଲି ତାଙ୍କର ଯେଉଁ ସାଙ୍ଗସନ ଲିଷ୍ଟରେ ତାଙ୍କର ଏଠି କ'ଣ ଶୋ କରୁଛି ତାଙ୍କର ମଧ୍ୟ ଦେଖନ୍ତୁ ଏଠି ଏପ୍ରିଲ 2026 ଦେଖଉଛି ଏବଂ ଆପଣମାନଙ୍କର ବୟସ ଦେଖନ୍ତୁ 60 ବର୍ଷ। ତେଣୁ ସମସ୍ତଙ୍କର ତ ଆପଣମାନଙ୍କର ଠିକ୍ ଶୋ କରୁଛି କିନ୍ତୁ ଏଇଠି ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇ ଦଉଛି ଯୋଉଟାକି ଆଉ ଜଣଙ୍କର ମଧ୍ୟ ମୁଁ ଦେଖଉଛି ତାଙ୍କର ଦେଖନ୍ତୁ ଏଠି କ'ଣ ଶୋ କରୁଛି। ତ ତାଙ୍କର ଯଦି ଆପଣମାନେ ଏଠି ଷ୍ଟାଟସ୍ ଦେଖିବେ ତାଙ୍କର ଏଠି କ'ଣ ଶୋ କରୁଛି ଦେଖନ୍ତୁ ତାଙ୍କର ଏଠି କ'ଣ ଶୋ କରୁଛି ନା ଲାଷ୍ଟ ପେନସନ ମନ୍ଥ କେବେ ଦେଖଉଛି ମାର୍ଚ୍ଚ 2026 ଅର୍ଥାତ୍ ଯୋଉଟାକି ଆପଣମାନେ ଜାଣିଥିବେ ମାର୍ଚ୍ଚ ମାସ ପେମେଣ୍ଟ ଆସିଥିଲା ଏପ୍ରିଲ ଏବଂ ମେ ମାସରେ ପେମେଣ୍ଟ ଆସିନାହିଁ। ତେଣୁ ଯୋଉମାନଙ୍କର ନୂଆ ଲିଷ୍ଟରେ ନାଁ ଅଛି ତାଙ୍କର ଏଠି ଲାଷ୍ଟ ପେନସନ ମନ୍ଥଟା କ'ଣ ଶୋ କରୁଛି ନା ଏପ୍ରିଲ। ମନେ ରଖନ୍ତୁ ଲାଷ୍ଟ ପେନସନ ମନ୍ଥଟା ଆପଣମାନଙ୍କର ଏପ୍ରିଲ ଶୋ କରିବ। ତେଣୁ ଏଇଭଳି ବହୁ ଜଣଙ୍କର ନାଁ ବର୍ତ୍ତମାନ ଏଠି ଏଡ୍ ହେଇଛି ଯୋଉମାନଙ୍କର ଦେଖନ୍ତୁ ବୟସ 60 61 62 63 ମାନେ ଯୋଉମାନେ ନୂଆ କରି ଫ୍ରେଶ ଆପ୍ଲାଏ କରିଥିଲେ ସେଇମାନଙ୍କର ଲିଷ୍ଟରେ ନାଁ ବର୍ତ୍ତମାନ ଆସିଯାଇଛି। ତେଣୁ ଆପଣମାନେ ମଧ୍ୟ ନିଜ ନିଜର ଲିଷ୍ଟରେ ଯୋଉଟାକି ନାଁ ମଧ୍ୟ ଚେକ୍ କରିପାରିବେ। କିନ୍ତୁ ଯଦି ଆପଣମାନଙ୍କର ଲିଷ୍ଟରେ ନାଁ ନାହିଁ ତାହେଲେ ଆପଣମାନଙ୍କର ବର୍ତ୍ତମାନ ଯାଇକି ଯେଉଁ ଷ୍ଟାଟସଟି ଆପଣମାନେ ଆପ୍ଲାଏ କରିଥିଲେ ତାହା ଏପ୍ରୁଭାଲ ହେଇନାହିଁ। ତା ସହିତ ଦେଖନ୍ତୁ ଏଠି ମୋର ହ୍ୟାଣ୍ଡିକ୍ୟାପ୍ଟ ମାନଙ୍କର ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇବି ଯୋଉଟାକି ଯୋଉମାନେ ହ୍ୟାଣ୍ଡିକ୍ୟାପ୍ଟ ପାଇଁ ଆବେଦନ କରିଥିଲେ ସେମାନଙ୍କର ମଧ୍ୟ ବର୍ତ୍ତମାନ ଯାଇକି ଏପ୍ରୁଭାଲ ହେଇଯାଇଛି। ତେଣୁ ସମାନ ପ୍ରୋସେସରେ ଯୋଉମାନଙ୍କର ହ୍ୟାଣ୍ଡିକ୍ୟାପ୍ଟ ସାର୍ଟିଫିକେଟ ବା ହ୍ୟାଣ୍ଡିକ୍ୟାପ୍ଟରେ ଯୋଉମାନେ ଆବେଦନ କରିଛନ୍ତି ସେମାନେ ଏଇ ଅପସନ୍ ଚୁଜ୍ କରିବେ ଯୋଉଟାକି ଡିପିଏସ୍ ମନେ ରଖନ୍ତୁ ଡିସେବିଲିଟି ପର୍ସନ ସେଟା ଆପଣମାନଙ୍କର ମଧୁବାବୁ ପେନସନ ଯୋଜନାରେ ହେଇଥିଲେ ସେଠି ଆପଣମାନେ ଏଇଟା ଚୁଜ୍ କରିବେ। ଦେଖନ୍ତୁ ଏଇଟା MBP ଅର୍ଥାତ୍ ମଧୁବାବୁ ପେନସନ ସ୍ପେଶାଲ ଡିସେବିଲିଟି ପର୍ସନ ସେଇଟା ହେଉଛି ଆପଣମାନଙ୍କର ରହିଛି। ତେଣୁ ଏଇଭଳି ଭାବରେ ଆପଣମାନେ ନିଜ ନିଜର ଷ୍ଟାଟସ୍ ଚେକ୍ କରିପାରିବେ ଆପଣମାନଙ୍କର ଲିଷ୍ଟ ମଧ୍ୟ ଚେକ୍ କରିପାରିବେ।